লক্ষাধিক টঙ্কার কাঠ সহ ট্রক জবত। বଲାଙ୍ଗୀର ଜିଲ୍ଲା ଲାଠୋର ବନାଞ୍ଚଳ ଅଧିକାରୀଙ୍କ ଦ୍ୱାରା 18 ଚକିଆ ଗାଡ଼ି ସହ ଲକ୍ଷାଧିକ ଟଙ୍କାର କାଠ ଜବତ ସହ ଜଣେ ଅଟକ। ଲାଠୋର ରେଞ୍ଜ ଅନ୍ତର୍ଗତ ମହୁଲପାଟି ଶଙ୍କରପଡ଼ାରେ ସିଜି ନମ୍ବର ଥିବା ଏକ 18 ଚକିଆ ଟ୍ରକରେ ଖଇର ଓ କେନ୍ଦୁ କାଠ ଲୋଡ୍ କରୁଥିବା ବେଳେ ବନ ବିଭାଗକୁ ଭାଙ୍ଗିବା ପାଇଁ କାଠ ଉପରେ କପା ଲୋଡ୍ କରୁଥିବା ସମୟରେ ଲାଠୋର ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କାଠ ମାଫିଆ ମାନେ ଫେରାର ମାରିଥିବା ବେଳେ ଟ୍ରକର ଡ୍ରାଇଭରକୁ ଧରି ଗାଡ଼ି ସହ ଲାଠୋର ବନାଞ୍ଚଳ ବିଭାଗକୁ ଆଣି ତଦନ୍ତ ଜାରି ରଖିଥିବା ବେଳେ କାଠର ଅନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କାର ଉର୍ଦ୍ଧ୍ୱ ହେବ ବୋଲି ଫରେଷ୍ଟର ସାଗରିକା ସେଠ ସୂଚନା ଦେଇଛନ୍ତି। ଜବତ କରାଯାଇଥିବା ଗାଡ଼ି ଛତିଶଗଡ଼ ରାଜ୍ୟରୁ ରାୟପୁରକୁ ଚାଲାଣ କରାଯାଉଥିବା ବୋଲି ଅନୁମାନ କରାଯାଉଛି। ପାଟନାଗଡ଼ରୁ ମିର୍ଚା ନ୍ୟୁଜ୍ ଟିମ୍ ବ୍ୟୁରୋ। ନା ଆମର ମହୁଲପାଟିର ଶଙ୍କରପଡ଼ାକେ ଗନୁ ଆଉ ସେନ ଆମର 18 ଚକିଆ ଗୋଟେରେ ଖଇର ଆଉ କେନ୍ଦୁ ଗଣ୍ଡି ସବୁ ଲୋଡ଼ିଂ ଚାଲିଥିଲା ଆଉ ତାର ସାଙ୍ଗେ ସେମାନେ କପା ବି ଲୋଡ୍ କରିଥିଲେ ଆଉ ତାର ହାରାହାରି ମୂଲ୍ୟ 5 ଲକ୍ଷ ଉପରେ ହେବା। ଆଉ ଜଣକେ ଆମେ ଆମର ରିଟର୍ନ କରିକିନା ରଖିଛୁ, ଇନକ୍ୱାରି ଚାଲିছে ଆଉ ଇନକ୍ୱାରି ସରିଲା ପରେ ବାକି ସବୁ ସେଠୁ କିଏ ଚାଲାଣ କରୁଥିଲା ମ୍ୟାଡ଼ାମ୍? ସେଠୁ ପାର୍ଟିକୁଲାର କିଏ ଚାଲାଣ କରୁଥିଲା କହିବାଟା ଇହାଦେ କହିନି, ତଦନ୍ତ ସରିଲା ପରେ କହିବି।